ଧାର୍ମିକ ଦଙ୍ଗା ଏମିତି ଗୋଟେ ଶବ୍ଦ ଯାହା ଶୁଣିଲେ ହିଁ ମନ ଭିତରେ ଗୋଟେ ଅଜବ ଆଶଙ୍କା ସୃଷ୍ଟି ହୁଏ। କିନ୍ତୁ ଆମେ କେବେ ଭାବିଛେ ଏହା ପଛର ମାନସିକତା କ'ଣ? ଲୋକମାନେ କାହିଁକି ଏମିତି କରନ୍ତି? ଆସନ୍ତୁ ଆଜି ଆମେ ସେହି ଜଟିଳ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା। ଆଉ ଏଇଠି ଆସୁଛି ସବୁଠୁ ବଡ଼ ଆଉ ମୁଖ୍ୟ ପ୍ରଶ୍ନ। ସାଧାରଣ ଆମ ଭଳି ଲୋକମାନେ ଯେଉଁମାନେ ଶାନ୍ତିରେ ରହନ୍ତି, ସେମାନେ ହଠାତ୍ ଏମିତି ଭୟଙ୍କର ହିଂସାରେ କେମିତି ସାମିଲ ହୋଇଯାନ୍ତି? ଏଇଟା ହିଁ ତ ସେଇ ପ୍ରଶ୍ନ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏହି ପରିବର୍ତ୍ତନଟା ହିଁ ତ ସବୁଠାରୁ ବଡ଼ ରହସ୍ୟ। କାଲି ଯିଏ ଜଣେ ଶାନ୍ତ ପଡ଼ୋଶୀ ଥିଲା, ଜଣେ ସାଧାରଣ ଛାତ୍ର କିମ୍ବା ସହକର୍ମୀ ଥିଲା, ସେ ହଠାତ୍ ଗୋଟେ ହିଂସ୍ରକ ଦଙ୍ଗାକାରୀ ପାଲଟିଯାଏ କେମିତି? ବାସ୍ତବରେ ଏକଥା ଭାବିଲେ ମନଟା ପୁରା ଆନ୍ଦୋଳିତ ହୋଇଉଠେ। ଆଚ୍ଛା, ଆଗ ଗୋଟେ କଥା ସ୍ପଷ୍ଟ କରିଦେବା ଭଲ। ଆମେ ଏଠି ଯେଉଁ ହିଂସା କଥା କହୁଛେ, ସେଇଟା କିଛି ବ୍ୟକ୍ତିଗତ ଝଗଡ଼ା ବା ଶତ୍ରୁତାରୁ ହୁଏ ନାହିଁ। ନା, ଏହା ପୂରାପରି ଗୋଷ୍ଠୀଗତ ପରିଚୟ ଉପରେ ଆଧାରିତ। ମାନେ ଲୋକଙ୍କୁ ସେମାନଙ୍କ ଧର୍ମ ପାଇଁ ହିଁ ଟାର୍ଗେଟ କରାଯାଏ। ସାଧାରଣତଃ ଆମ ଭିତରୁ ବହୁତ ଲୋକ ଭାବନ୍ତି ଯେ ଏଟା କେବଳ ଦୁଇଟା ଅଲଗା ଅଲଗା ଧର୍ମ କିମ୍ବା ବିଶ୍ୱାସ ଭିତରେ ଗୋଟେ ସିଧାସଳଖ ଲଢ଼େଇ। ହଁ, ଉପରୁ ଦେଖିଲେ ଏମିତି ଲାଗିପାରେ, କିନ୍ତୁ ସତ କହିବାକୁ ଗଲେ ଏଇଟା ପୁରା କାହାଣୀର କେବଳ ଗୋଟେ ଛୋଟ ଅଂଶ। କିନ୍ତୁ ପ୍ରକୃତ କଥା ହେଉଛି, ଏହା ପଛର କାରଣ ବହୁତ ଅଧିକ ଜଟିଳ। ଧର୍ମ ତ କେବଳ ଗୋଟେ ବାହାନା କିମ୍ବା ଟ୍ରିଗର ପଏଣ୍ଟ ହୋଇପାରେ, ହେଲେ ଅସଲ କାରଣଗୁଡ଼ିକ ବହୁତ ଗଭୀରରେ ଲୁଚିକି ଥାଏ। ତେବେ ଏହି ଅଦୃଶ୍ୟ କାରଣଗୁଡ଼ିକ କ'ଣ? ଆସନ୍ତୁ ଦେଖିବା। ପ୍ରଥମେ ତ ଆମ ମନୋବିଜ୍ଞାନ, ଯେଉଁଠି ଆମେ ଆଉ ସେମାନେ ଭଳି ଭାବନା ବହୁତ ସହଜରେ ତିଆରି ହୋଇଯାଏ। ତାପରେ ଆସେ ସାମାଜିକ ଚାପ, ମାନେ ନିଜ ଗୋଷ୍ଠୀ ସହ ରହିବାର ବାଧ୍ୟବାଧକତା। ଆର୍ଥିକ ସମସ୍ୟା ବି ଗୋଟେ ବଡ଼ କାରଣ, ଯାହା ଲୋକଙ୍କ ଭିତରେ ଅସନ୍ତୋଷ ଆଉ ରାଗକୁ ବଢ଼େଇ ଦିଏ। ଏହା ସହିତ ରାଜନୈତିକ ଫାଇଦା ପାଇଁ ବିଭାଜନ କରିବା, ଆଉ ସବୁଠୁ ବିପଜ୍ଜନକ ହେଉଛି ଭୁଲ ତଥ୍ୟ ବା ମିଛ ଖବର, ଯାହା ଭୟ ଆଉ ଘୃଣାକୁ ନିଆଁ ଭଳି ବ୍ୟାପିବାରେ ସାହାଯ୍ୟ କରେ। ଏହିସବୁ ଜିନିଷ ମିଶି ଗୋଟେ ବିସ୍ଫୋରକ ପରିସ୍ଥିତି ତିଆରି କରନ୍ତି। ତେବେ ପୁଣି ଥରେ ଆମେ ସେଇ ମୂଳ ପ୍ରଶ୍ନ ପାଖକୁ ଫେରି ଆସିବା। ଏଇ ଯୋଉ ବାହାରର କାରଣ ସବୁ ଅଛି, ସେଗୁଡ଼ାକ ପ୍ରକୃତରେ ଜଣେ ମଣିଷର ମୁଣ୍ଡ ଭିତରେ ଏମିତି କ'ଣ ପରିବର୍ତ୍ତନ ଆଣିଦିଏ ଯେ ସେ ହିଂସା କରିବାକୁ ଠିକ୍ ବୋଲି ଭାବେ? ଏହାର ଉତ୍ତର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଭିତରେ ଲୁଚିଛି। କେହି ବି ଦିନକରେ କିମ୍ବା ହଠାତ୍ ହିଂସ୍ରକ ପାଲଟିଯାଏ ନାହିଁ। ନା, ଏଟା ଗୋଟେ ବହୁତ ଧୀର ପ୍ରକ୍ରିୟା। ଚାରିପାଖର ପରିବେଶ, ଲୋକଙ୍କ କଥାବାର୍ତ୍ତା ଆଉ ଲଗାତାର ପ୍ରଚାର ଦ୍ୱାରା ଜଣେ ଏତେ ପ୍ରଭାବିତ ହୋଇଯାଏ ଯେ ତାକୁ ଶେଷରେ ଲାଗେ ହିଂସା ହିଁ ଠିକ୍, ଆଉ ଏହା ଛଡ଼ା ଆଉ କିଛି ଉପାୟ ନାହିଁ। ଆସନ୍ତୁ ଏହି ପୂରା ପ୍ରକ୍ରିୟାକୁ ଆହୁରି ସହଜ ଭାବରେ ବୁଝିବା। ଏହାକୁ ଆମେ 3ଟା ସୋପାନରେ ଦେଖିପାରିବା। ପ୍ରଥମ ସୋପାନ ହେଲା ଧୀରେ ଧୀରେ ପ୍ରଭାବିତ ହେବା। ଦ୍ୱିତୀୟରେ ନିଜ ମନ ଭିତରେ ହିଂସାକୁ ଠିକ୍ ବୋଲି ଯୁକ୍ତି ଦେବା। ଆଉ ତୃତୀୟ ବା ଶେଷ ସୋପାନ ହେଲା ଯେତେବେଳେ ସମସ୍ତେ ଏକାଠି ହୋଇଯାଆନ୍ତି, ସେତେବେଳେ ସେଇ ହିଂସାରେ ସାମିଲ ହୋଇଯିବା। ତେଣୁ ଏଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏସବୁ ପାଇଁ କୌଣସି ଗୋଟିଏ କାରଣ ଦାୟୀ ନୁହେଁ, ବରଂ ଏହା ହେଉଛି ଅନେକଗୁଡ଼ିଏ କାରଣର ଏକ ଜଟିଳ ମିଶ୍ରଣ, ଯାହା ମିଶି ଜଣେ ସାଧାରଣ ମଣିଷକୁ ହିଂସା ଆଡ଼କୁ ଟାଣିନିଏ। ଆଚ୍ଛା, ଆମେ ଏସବୁ କାହିଁକି ବୁଝୁଛେ? କ'ଣ ଏହାର ଉଦ୍ଦେଶ୍ୟ? ଦେଖନ୍ତୁ, ଉଦ୍ଦେଶ୍ୟ କେବଳ ବିଶ୍ଳେଷଣ କରିବା ନୁହେଁ, ବରଂ ଏହାକୁ ରୋକିବା। ଯଦି ଆମେ କାରଣଗୁଡ଼ିକୁ ଠିକ୍ ଭାବରେ ବୁଝିପାରିବା, ତେବେ ଯାଇ ଏହାକୁ ରୋକିବା ପାଇଁ ସଠିକ୍ ବାଟ ବାହାର କରିପାରିବା। ଠିକ୍ ଯେମିତି ରୋଗ ନ ଚିହ୍ନିଲେ ତାର ଚିକିତ୍ସା କରିବା ଅସମ୍ଭବ। ତେବେ ଏହି ବୁଝାମଣା କାହିଁକି ଏତେ ଜରୁରୀ? କାରଣ ଏହା ଆମକୁ ଶିଖାଏ ଯେ ଦଙ୍ଗା ହେଲା ପରେ କାର୍ଯ୍ୟାନୁଷ୍ଠାନ ନେବାଟା ଯଥେଷ୍ଟ ନୁହେଁ। ପ୍ରକୃତ କାମ ହେଉଛି ଦଙ୍ଗା ଯେମିତି ଆରମ୍ଭ ହିଁ ନ ହେବ, ସେଥିପାଇଁ ଚେଷ୍ଟା କରିବା। ଏହାର ଅର୍ଥ ହେଲା ମିଛ ଖବରକୁ ରୋକିବା, ଶିକ୍ଷା ବ୍ୟବସ୍ଥାରେ ପରସ୍ପର ପ୍ରତି ସମ୍ମାନ ଓ ସହନଶୀଳତା ଶିଖାଇବା, ଆଉ ସମାଜରେ ଖୋଲାଖୋଲି ଭାବେ ଆଲୋଚନା କରିବା। ଗୋଟେ ବିବିଧତାପୂର୍ଣ୍ଣ ସମାଜରେ ଶାନ୍ତିରେ ରହିବା ପାଇଁ ଏସବୁ ବହୁତ ଜରୁରୀ। ଶେଷରେ ଏସବୁ ଆଲୋଚନା ଆମକୁ ମଣିଷ ପ୍ରକୃତିର 2ଟି ଦିଗ ପାଖକୁ ଆଣି ଛିଡ଼ା କରାଏ। ଗୋଟେ ପଟେ ଅଛି ହିଂସାର ସମ୍ଭାବନା, ଯାହା ଭୟ ଆଉ ଭୁଲ ତଥ୍ୟରୁ ଜନ୍ମ ନିଏ। କିନ୍ତୁ ଅନ୍ୟପଟେ ଆମ ଭିତରେ ସହାବସ୍ଥାନର ସମ୍ଭାବନା ମଧ୍ୟ ଅଛି, ଯାହା ତର୍କ, ବୁଝାମଣା ଆଉ ସହାନୁଭୂତିରୁ ଆସେ। ପ୍ରଶ୍ନ ଉଠୁଛି ଯେ ଜଣେ ଭଲ ମଣିଷ ଗୋଟେ ଦଳରେ ମିଶିଗଲେ ଏମିତି କାମ କେମିତି କରିପକାଏ, ଯାହା ସେ ଏକା ଥିଲେ କରିବାକୁ କେବେ ବି ସାହସ କରିନଥାନ୍ତା? ଏହା କୌଣସି ଯାଦୁ ନୁହେଁ, ବରଂ ଏହା ପଛରେ କାମ କରୁଛି ମଣିଷ ମନର ଏକ ଶକ୍ତିଶାଳୀ ଖେଳ। ଆଉ ସେହି ଖେଳଟି ହେଉଛି ଏକ ବିଶେଷ ମାନସିକ ଅବସ୍ଥା। ଏହି ଅବସ୍ଥାରେ ଜଣେ ବ୍ୟକ୍ତିର ନିଜର ପରିଚୟ, ନିଜର ଦାୟିତ୍ୱବୋଧ ସବୁକିଛି କେମିତି କମିଯାଏ। ଆଉ ଏହା ହିଁ ଜଣେ ସାଧାରଣ ମଣିଷକୁ ଅସାଧାରଣ
ଆଉ କେବେ କେବେ ବହୁତ ବିପଜ୍ଜନକ କାମ କରିବା ପାଇଁ ଉତ୍ସୁକାଇଥାଏ। ମନୋବିଜ୍ଞାନୀମାନେ ଏହି ଅବସ୍ଥାକୁ ଗୋଟେ ନାଁ ଦେଇଛନ୍ତି। ଏହାକୁ କୁହାଯାଏ ବ୍ୟକ୍ତିତ୍ୱହୀନତା ବା ଇଂରେଜୀରେ ଡି-ଇଣ୍ଡିଭିଜୁଏସନ୍। ଯଦି ସରଳ ଭାଷାରେ ବୁଝିବାକୁ ଚେଷ୍ଟା କରିବା, ତେବେ ଏହାର ଅର୍ଥ ହେଲା ଗହଳି ଭିତରେ ନିଜର ବ୍ୟକ୍ତିଗତ ପରିଚୟକୁ ହଜାଇଦେବା। ତେବେ ଏଠି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେବେଳେ ଜଣେ ବ୍ୟକ୍ତି ଗୋଟେ ବଡ଼ ଗୋଷ୍ଠୀର ଅଂଶ ହୋଇଯାଏ, ସେ ନିଜକୁ ଆଉ ଜଣେ ଅଲଗା ମଣିଷ ବୋଲି ଭାବିପାରେନି। ତାର ନିଜର ପରିଚୟ ସେହି ପୂରା ଗୋଷ୍ଠୀର ପରିଚୟରେ ମିଶିଯାଏ। ଆଉ ଯେତେବେଳେ ପରିଚୟ ହିଁ ମିଶିଗଲା, ସେତେବେଳେ ନିଜ କାମ ପାଇଁ ଦାୟିତ୍ୱବୋଧ ବି କମିଯାଏ। ଆଚ୍ଛା, ଏହି ବ୍ୟକ୍ତିତ୍ୱହୀନତା ହଠାତ୍ ହୋଇଯାଏନି। ଏହାର କିଛି ସ୍ତର ଅଛି। ଦେଖନ୍ତୁ, ପ୍ରଥମେ ତ ଗହଳିରେ ନିଜକୁ କେହି ଚିହ୍ନିବେନି ବୋଲି ଏକ ଭାବନା ଆସେ। ତାପରେ ଯେକୌଣସି କାମର ଦାୟିତ୍ୱ ସମସ୍ତଙ୍କ ଭିତରେ ବାଣ୍ଟି ହୋଇଯାଏ। ଆଉ ଏହାର ଫଳ କ'ଣ ହୁଏ? ନିଜ ଉପରେ ନିୟନ୍ତ୍ରଣ କମିଯାଏ। ଆଉ ଲୋକମାନେ ବିନା ଭାବିଚିନ୍ତି କାମ କରିବା ଆରମ୍ଭ କରିଦିଅନ୍ତି। ଚାଲନ୍ତୁ ଏବେ ଏଗୁଡ଼ିକ ଗୋଟିଏ ଗୋଟିଏ କରି ଭଲ ଭାବେ ବୁଝିବା। ଟିକେ ଭାବନ୍ତୁ ତ, ଶହ ଶହ କି ହଜାର ହଜାର ଲୋକଙ୍କ ଭିଡ଼ ଭିତରେ କିଏ କାହାକୁ ଚିହ୍ନିବ? ଏହି ଯେଉଁ ଭାବନା ଯେ ମୋତେ କେହି ଦେଖୁନାହାନ୍ତି, ଏହା ହିଁ ଏକ ଗୋପନୀୟତାର ଅନୁଭବ ଦିଏ। ଏହା ଠିକ୍ ଗୋଟେ ସୁରକ୍ଷା କବଚ ପରି କାମ କରେ, ଯୋଉଠି ମନକୁ ଆସେ ଯେ ମୁଁ ଯାହା ବି କଲେ ଚଳିବ, ମୋତେ କିଛି ଦଣ୍ଡ ମିଳିବନି। ଏହାକୁ ଆହୁରି ସରଳ ଭାବରେ ବୁଝିବା। ଧରନ୍ତୁ ଗୋଟେ ଜାଗାରେ ହଜାରେ ଲୋକ ଅଛନ୍ତି, ଆଉ ସେଠି କିଛି ଗୋଟେ ଭୁଲ କାମ ହେଲା। ତେବେ ଜଣେ ଲୋକ ଉପରେ କେତେ ଦାୟିତ୍ୱ ଆସିବ? ସିଧା ହିସାବ, ମାତ୍ର 1000 ଭାଗରୁ ଭାଗେ। ତ ଯେତେବେଳେ ଦାୟିତ୍ୱ ଏତେ ନଗଣ୍ୟ ମନେ ହୁଏ, ସେତେବେଳେ ଠିକ୍ ଭୁଲର ସୀମାରେଖା ଆପେ ଆପେ ଝାପ୍ସା ହୋଇଯାଏ। ହେଲେ କଥା କେବଳ ଦାୟିତ୍ୱ କମିଯିବାରେ ସରିନି। ଗହଳି ଭିତରେ ଆହୁରି ଗୋଟେ ଶକ୍ତିଶାଳୀ ଜିନିଷ କାମ କରେ, ଆଉ ତାହା ହେଉଛି ଭାବନାର ସଂକ୍ରମଣ। ହଁ, ଠିକ୍ ଶୁଣିଲେ। ଯେମିତି ଗୋଟେ ରୋଗ ଜଣକଠୁ ଆଉ ଜଣକୁ ବ୍ୟାପିଯାଏ, ଠିକ୍ ସେହିପରି ଗହଳିରେ ଭାବନାଗୁଡ଼ିକ ବି ବ୍ୟାପିଯାଏ। ଧରନ୍ତୁ କିଛି ଲୋକ ରାଗିଗଲେ କିମ୍ବା ଉତ୍ତେଜିତ ହୋଇଗଲେ, ଦେଖୁ ଦେଖୁ ସେହି ରାଗର ନିଆଁ ପୁରା ଭିଡ଼କୁ ନିଜ କବଳକୁ ନେଇଯାଏ। ତେଣୁ ଏଠି ଦୁଇଟା ଜିନିଷ ଏକା ସାଙ୍ଗରେ ହୁଏ। ଗୋଟେ ପଟେ ରାଗ, ଉତ୍ତେଜନା ଭଳି ଭାବନା ସବୁ ବହୁତ ଜୋରରେ ବ୍ୟାପିବାକୁ ଲାଗେ, ଆଉ ଅନ୍ୟପଟେ ଲୋକମାନେ ନିଜର ବିଚାର ଶକ୍ତି ହରାଇ ବସନ୍ତି। କ'ଣ ଠିକ୍, କ'ଣ ଭୁଲ, ଏସବୁ ନ ଭାବି କେବଳ ବାକି ସମସ୍ତେ ଯାହା କରୁଛନ୍ତି ତାକୁ ହିଁ ଅନୁକରଣ କରିଚାଲନ୍ତି। ଆଉ ଯେତେବେଳେ ଏହି ଦୁଇଟା ଜିନିଷ ମିଶିଯାଏ, ସେତେବେଳେ ପରିସ୍ଥିତି ଭୟଙ୍କର ହୋଇଯାଏ। ଆଉ ଏସବୁ ସହିତ ସେହି ଜାଗାର ପରିବେଶ ବି ଗୋଟେ ବଡ଼ କାରଣ। ଭାବନ୍ତୁ, ଚାରିଆଡ଼େ ପ୍ରବଳ ପାଟିତୁଣ୍ଡ, ହୋ ହଲ୍ଲା, କିଛି ବି ସ୍ପଷ୍ଟ ଦେଖାଯାଉନି କିମ୍ବା ବୁଝାପଡ଼ୁନି। ଏଭଳି ଏକ ବିଶୃଙ୍ଖଳ ପରିବେଶରେ କେହି ବି ଶାନ୍ତ ଭାବରେ ଚିନ୍ତା କରିପାରିବ କି? ବିଲକୁଲ ନୁହେଁ। ଏହି ପରିବେଶ ହିଁ ଲୋକଙ୍କୁ ଆହୁରି ଆବେଗପ୍ରବଣ କରିଦିଏ। କିନ୍ତୁ ଏଠାରେ ଗୋଟେ କଥା ଭଲ ଭାବରେ ବୁଝିବା ଦରକାର, ଗହଳି କାହା ମନରେ ନୂଆକରି ରାଗ କି ଘୃଣା ତିଆରି କରେନି। ବରଂ ଲୋକଙ୍କ ମନ ଭିତରେ ଆଗରୁ ଲୁଚି ରହିଥିବା ଅସନ୍ତୋଷ, ରାଗ କିମ୍ବା ଡରକୁ ଏହା ବହୁଗୁଣିତ କରିଦିଏ। ଗହଳି ଠିକ୍ ଗୋଟେ ଆମ୍ପ୍ଲିଫାୟର ଭଳି କାମ କରେ, ଯାହା ଛୋଟ ଶବ୍ଦକୁ ବି ବହୁତ ବଡ଼ କରି ଶୁଣାଏ। ତେବେ ଏସବୁ ଆଲୋଚନାରୁ ସାରା କଥା କ'ଣ ବାହାରିଲା? ସବୁଠାରୁ ବଡ଼ କଥା ହେଉଛି ଯେ ଜଣେ ବ୍ୟକ୍ତିର ଉଦ୍ଦେଶ୍ୟ ଖରାପ ନଥିଲେ ବି କେବଳ ପରିସ୍ଥିତିର ଚାପରେ ପଡ଼ି ସେ ଖରାପ କାମ କରିବାକୁ ବାଧ୍ୟ ହୋଇପାରେ। ଏହି ବିଷୟରେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ଦଙ୍ଗାରେ ଭାଗ ନେବାଟା ଅଧିକାଂଶ ସମୟରେ ଉଦ୍ଦେଶ୍ୟମୂଳକ ନୁହେଁ, ବରଂ ପରିସ୍ଥିତି ଯୋଗୁଁ ହୋଇଥାଏ। କାରଣ ପରିବେଶ ହିଁ ଜଣେ ବ୍ୟକ୍ତିର ଚିନ୍ତା, ଭାବନା, ଏପରିକି ତାର ବ୍ୟବହାରକୁ ବି ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ। ଅର୍ଥାତ୍ ମୂଳ କଥା ହେଲା, ମଣିଷ ସେହି ସମାନ ଥାଏ, କିନ୍ତୁ ପରିସ୍ଥିତି ତାକୁ ପୂରାପୂରି ବଦଳାଇ ଦିଏ। ଗୋଟେ ନିର୍ଦ୍ଦିଷ୍ଟ ପରିବେଶରେ ଜଣେ ଭଲ ମଣିଷର ବ୍ୟବହାର ବି ସମ୍ପୂର୍ଣ୍ଣ ଓଲଟା ହୋଇଯାଇପାରେ। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏମିତି କ'ଣ ହୁଏ ଯେ ଯେଉଁ ଲୋକମାନେ ଶାନ୍ତିରେ ଏକାଠି ରହୁଥାନ୍ତି, ହଠାତ୍ ସେମାନେ ହିଂସ୍ର ହୋଇଯାଆନ୍ତି? ଗୋଟେ ଜନତା ଭିତରେ ଏମିତି କ'ଣ ବଦଳିଯାଏ? ଚାଲନ୍ତୁ ଏଇ ଜଟିଳ ପ୍ରଶ୍ନର ଉତ୍ତର ଖୋଜିବା। ଆଉ ଏହାର ମୂଳ, କହିବାକୁ ଗଲେ, ଏକ ବହୁତ ସାଧାରଣ କଥାରୁ ଆରମ୍ଭ ହୁଏ। ସେଇଟା ହେଲା ମଣିଷର କୌଣସି ଗୋଷ୍ଠୀର ଅଂଶ ହେବାର ଆକାଂକ୍ଷା। ଏଇଟା ହିଁ ତ ଆମ ସମସ୍ତଙ୍କର ପରିଚୟର ମୂଳଦୁଆ। ଦେଖନ୍ତୁ, ଆମେ ସମସ୍ତେ ତ ସାମାଜିକ ପ୍ରାଣୀ। ଆମର ଯେଉଁ ମୂଳ ଭାବନା, ଆମର ପରିଚୟ, ସେଇଟା ଆମ ସମାଜ, ଆମ ସମ୍ପ୍ରଦାୟ ସହିତ ବହୁତ ଗଭୀର ଭାବରେ ଜଡ଼ିତ। ଆଉ ଧର୍ମ ହେଉଛି ଏହି ପରିଚୟର ସବୁଠୁ ଶକ୍ତିଶାଳୀ ଉତ୍ସଗୁଡ଼ିକ ମଧ୍ୟରୁ ଗୋଟିଏ। କାରଣ ଏହା ଆମର ବିଶ୍ୱାସ, ଆମର ପରମ୍ପରା, ସବୁକିଛି ସହିତ ଯୋଡ଼ି ହୋଇ ରହିଥାଏ। କିନ୍ତୁ ଏଇଠି ଗୋଟେ ମଜାଦାର କଥା। ଏଇ ଯେଉଁ ଗୋଷ୍ଠୀ ଗଠନର ଏକ ସ୍ୱାଭାବିକ ପ୍ରକ୍ରିୟା ଅଛି, ଏଇଟା ହିଁ କେମିତି ବିଭାଜନର ମଞ୍ଜି ପୋତିଦିଏ, ଚାଲନ୍ତୁ ଦେଖିବା।
ଏହା ପଛରେ ଗୋଟେ ବହୁତ ଇଣ୍ଟରେଷ୍ଟିଂ ମନୋବିଜ୍ଞାନର ସିଦ୍ଧାନ୍ତ କାମ କରେ, ଯାହାକୁ କୁହନ୍ତି ସାମାଜିକ ପରିଚୟ ସିଦ୍ଧାନ୍ତ। ଏହି ସିଦ୍ଧାନ୍ତ କ'ଣ କହେ? ନା, ଆମେ ସବୁବେଳେ ନିଜକୁ ଆଉ ଅନ୍ୟମାନଙ୍କୁ ଅଲଗା ଅଲଗା ଗୋଷ୍ଠୀରେ ବାଣ୍ଟି ଦିଉ। ଆଉ ଏହା ଫଳରେ ଆମ ନିଜ ଗୋଷ୍ଠୀ ପ୍ରତି ଏକ ବହୁତ ମଜବୁତ ସମ୍ପର୍କ ତିଆରି ହୋଇଯାଏ। ଆଉ ଏଇ ସିଦ୍ଧାନ୍ତ ଯୋଗୁଁ ହିଁ ଆମ ମୁଣ୍ଡରେ ଗୋଟେ ସିଧାସଳଖ ଭାବନା ଆସିଯାଏ, ଆମେ ଆଉ ସେମାନେ, ଆମ ଗୋଷ୍ଠୀର ଲୋକଙ୍କୁ ଆମେ ଏକଜୁଟ ଭାବୁ, ଆମକୁ ଲାଗେ ଯେ ଆମେ ବିପଦରେ ଅଛୁ। କିନ୍ତୁ ଅନ୍ୟ ଗୋଷ୍ଠୀର ଲୋକେ ଆମକୁ ବାହାର ଲୋକ ବା କେବେ କେବେ ଶତ୍ରୁ ଭଳି ଲାଗନ୍ତି। ଆଉ ଠିକ୍ ଏଇଠି ଆସେ ଆନୁଗତ୍ୟର ଜାଲ। ଏହି ପର୍ଯ୍ୟାୟରେ କ'ଣ ହୁଏ ନା, କିଛି ଭାବନାତ୍ମକ ଆଉ ସାମାଜିକ କାରଣ ମିଶି ଏହି ଆମେ ସେମାନର ଭାବନାକୁ ଆହୁରି ତୀବ୍ର କରିଦିଏ, ଯାହାଫଳରେ ସାଧାରଣ ବିଭାଜନଟା ଧୀରେ ଧୀରେ ଶତ୍ରୁତାର ରୂପ ନେଇଯାଏ। ଦେଖନ୍ତୁ, ଏମିତି ଅନେକ କଥା ଅଛି ଯାହା ଏହି ବିଭାଜନକୁ ଆହୁରି ଗଭୀର କରିଦିଏ। ଯେମିତିକି ଇତିହାସରୁ ଆସିଥିବା କିଛି ପୁରୁଣା ଝଗଡ଼ା, ପିଲାବେଳୁ ଶୁଣିଥିବା କିଛି କାହାଣୀ, ଅନ୍ୟ ଗୋଷ୍ଠୀ ବିଷୟରେ କିଛି ଖରାପ ଧାରଣା, ଏସବୁ ମିଶିଯାଏ ଆଉ ତା ସହିତ ବିପଦକୁ ବଢ଼େଇ ଚଢ଼େଇ ଦେଖାଯାଏ, ଯାହାଫଳରେ ନିଜ ଗୋଷ୍ଠୀ ପାଇଁ ଆନୁଗତ୍ୟ ବଢ଼ିଯାଏ ଆଉ ବାହାର ଲୋକଙ୍କ ପ୍ରତି ଘୃଣାଟା ଠିକ୍ ବୋଲି ଲାଗେ। ଆଉ ଏଇ ଉକ୍ତିଟିକୁ ଟିକେ ଦେଖନ୍ତୁ। ଏହି କର୍ତ୍ତବ୍ୟବୋଧ ବ୍ୟକ୍ତିଗତ ନୈତିକତାକୁ ମଧ୍ୟ ଅତିକ୍ରମ କରିପାରେ। ମାନେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ନିଜର ଗୋଷ୍ଠୀ ପାଇଁ ଜଣେ ଏତେ ଆଗକୁ ଚାଲିଯାଏ ଯେ ନିଜର ଠିକ୍ ଭୁଲର ବିଚାରକୁ ବି ଭୁଲିଯାଏ। ଲୋକେ ଏମିତି କାମ କରିବାକୁ ବି ପ୍ରସ୍ତୁତ ହୋଇଯାଆନ୍ତି ଯାହା ସେମାନେ ସାଧାରଣ ପରିସ୍ଥିତିରେ କେବେ ବି କରିବାକୁ ଭାବିନଥାନ୍ତେ। ଏହା ସହିତ ଆଉ ଗୋଟେ କଥା ଯୋଡ଼ି ହୁଏ, ସେଇଟା ହେଲା ସମାଜର ଚାପ। କେହି ବି ନିଜ ଗୋଷ୍ଠୀ ଭିତରେ ଖରାପ ହେବାକୁ ଚାହାନ୍ତିନି, ଠିକ୍ ନା? ତ ସେଇ ବାସନ୍ଦ ହେବାର ଭୟରେ ଲୋକମାନେ ନିଜ ଗୋଷ୍ଠୀର କାମକୁ ସମର୍ଥନ କରିବାକୁ ବାଧ୍ୟ ହୁଅନ୍ତି। ହୁଏତ ସେମାନେ ମନେ ମନେ ଏକମତ ନଥିବେ, କିନ୍ତୁ ବାହାରକୁ ଦେଖାଇ ହୁଅନ୍ତିନି। ତ ଏବେ ଆମେ ଆସି ପହଞ୍ଚିଗଲେ ସେଇ ନିର୍ଣ୍ଣାୟକ ମୋଡ଼ରେ, ଯେଉଁଠି ଏସବୁ କାରଣ ମାନେ ଗୋଷ୍ଠୀ ପ୍ରତି ଆନୁଗତ୍ୟ, ବାହାର ଲୋକଙ୍କ ପ୍ରତି ଘୃଣା, ସାମାଜିକ ଚାପ, ଏସବୁ ମିଶି ହିଂସା ପାଇଁ ରାସ୍ତା ତିଆରି କରିଦିଏ। ଦେଖନ୍ତୁ, ହିଂସା କେବେ ବି ହଠାତ୍ ହୁଏନି, ଏହାର କିଛି ସ୍ତର ରହିଛି। ପ୍ରଥମେ ତ ନିଜ ଗୋଷ୍ଠୀ ପାଇଁ ପ୍ରବଳ ଆନୁଗତ୍ୟ ଆସେ, ତାପରେ ନିଜ ଗୋଷ୍ଠୀ ଉପରକୁ ବିପଦ ଆସୁଛି ବୋଲି ଏକ ଭୟ ସୃଷ୍ଟି ହୁଏ। ଏହାପରେ ଅନ୍ୟ ଗୋଷ୍ଠୀ ପାଇଁ ଥିବା ଖରାପ ଧାରଣାଗୁଡ଼ିକ ଆହୁରି ମଜବୁତ ହୋଇଯାଏ। ଆଉ ଶେଷରେ ସବୁଠୁ ଭୟଙ୍କର ସ୍ତର, ଯେତେବେଳେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ମଣିଷ ବୋଲି ବି ଦେଖାଯାଏନି, ଆଉ ସେତେବେଳେ ହିଂସା କରିବାଟା ଠିକ୍ କିମ୍ବା ଜରୁରୀ ବୋଲି ଲାଗେ। ଆଚ୍ଛା, ଏତେ ସବୁ କଥା ତ ଆମେ ଜାଣିଲେ, କିନ୍ତୁ ଏସବୁର ପ୍ରକୃତ ଅର୍ଥ କ'ଣ, ଏଇଟା ଜାଣିବା ଆମ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? କାରଣ ଏହାର ସିଦ୍ଧାନ୍ତ ଆମକୁ ଏକ ବହୁତ ବଡ଼ ସତ୍ୟ ଦେଖାଇଥାଏ। ଦେଖନ୍ତୁ, ମୂଳ କଥା ହେଉଛି ଏଇଆ ଯେ ଦଙ୍ଗା ବା ସାମ୍ପ୍ରଦାୟିକ ହିଂସା ଏଟା କିଛି ଖରାପ ଲୋକଙ୍କର ବ୍ୟକ୍ତିଗତ ଭୁଲ ନିଷ୍ପତ୍ତି ନୁହେଁ। ନା, ଏହା ପଛରେ ରହିଛି ସେଇ ସାମୂହିକ ପରିଚୟର ଖେଳ, ସେଇ ଗୋଷ୍ଠୀଗତ ମନୋବିଜ୍ଞାନର ଏକ ଭୟଙ୍କର ପରିଣାମ। ଯେତେବେଳେ ଗୋଷ୍ଠୀର ପରିଚୟଟା ସବୁକିଛିଠାରୁ ବଡ଼ ହୋଇଯାଏ, ସେତେବେଳେ ଏଭଳି ଘଟଣା ଘଟେ। ତେବେ ମୂଳ ପ୍ରଶ୍ନ ହେଉଛି, କେଉଁ କାରଣ ପାଇଁ ଜଣେ ଶାନ୍ତିପ୍ରିୟ ମଣିଷ ହଠାତ୍ ଗୋଟେ ଉତ୍ତେଜିତ ଭିଡ଼ର ଅଂଶ ପାଲଟିଯାଏ? ଆଉ ଏହାର ଉତ୍ତର ଖୋଜିବା ପାଇଁ ଆସନ୍ତୁ ଏହାର ମୂଳ ମନସ୍ତତ୍ୱ ଭିତରକୁ ଯିବା। ଆଚ୍ଛା, ତେବେ ଆସନ୍ତୁ ଏହାକୁ ଟିକେ ଭଲ କରି ବୁଝିବା। ଦେଖନ୍ତୁ, ସାମୂହିକ ଆତଙ୍କ କୌଣସି ଗୋଟିଏ ଘଟଣାରୁ ହଠାତ୍ ଆରମ୍ଭ ହୁଏ ନା। ଏହା ଆରମ୍ଭ ହୁଏ ଆଗରୁ ଥିବା ଏକ ପରିସ୍ଥିତିରୁ, ଯାହାକୁ ଆମେ କହିପାରିବା ଅସୁରକ୍ଷାର ଭାବନା। ଆଉ ଏଇଠୁ ହିଁ ସବୁକିଛିର ଆରମ୍ଭ। ଯେତେବେଳେ କୌଣସି ସମାଜ ଆର୍ଥିକ ବା ସାମାଜିକ ସମସ୍ୟା ଦେଇ ଗତି କରୁଥାଏ, ସେମାନଙ୍କ ଭିତରେ କେମିତି ଗୋଟେ ଅସ୍ଥିରତା ଆସିଯାଏ, ନୁହେଁ କି? ଏକ ଅସୁରକ୍ଷାର ଭାବନା ଘର କରିଯାଏ। ଆଉ ଏମିତି ସ୍ଥିତିରେ ଲୋକେ ଗୁଜବକୁ ବହୁତ ସହଜରେ ବିଶ୍ୱାସ କରିନିଅନ୍ତି। ଫଳରେ ଛୋଟ ଛୋଟ କଥାରେ ବି ସେମାନଙ୍କର ପ୍ରତିକ୍ରିୟା ବହୁତ ବେଶୀ ହୋଇଯାଏ। ଜାଣିଛନ୍ତି, ଏହା ହିଁ ସେହି ଉର୍ବର ଭୂମି ଯେଉଁଠି ଭୟର ମଞ୍ଜି ବହୁତ ସହଜରେ ବଢ଼ିପାରେ। ତେବେ ଏହି ଅସୁରକ୍ଷିତ ପରିବେଶରେ କେବଳ ଗୋଟେ ଟ୍ରିଗରର ଆବଶ୍ୟକତା ପଡ଼େ। ଆଉ ସେଇଟା କ'ଣ ଜାଣନ୍ତି? ସେଇଟା ହେଉଛି ବିପଦର ଏକ ଆଭାସ, ଯାହା ପୁରା ସ୍ଥିତିକୁ ଉଲ୍ଟପାଲ୍ଟ କରିଦିଏ। ହଁ, ଏଠି ଗୋଟେ କଥା ବୁଝିବା ବହୁତ ଜରୁରୀ। ବିପଦ ପ୍ରକୃତିରେ ଅଛି କି ନାହିଁ ସେଇଟା ମୁଖ୍ୟ ନୁହେଁ। ମୁଖ୍ୟ କଥା ହେଲା ବିପଦର ସେହି ଅନୁଭବଟା। ଯଦି ଲୋକମାନେ ଭାବିନେଲେ ଯେ ସେମାନେ ବିପଦରେ ଅଛନ୍ତି, ବାସ୍ ସେହି ବିଶ୍ୱାସ ହିଁ ସେମାନଙ୍କ କାମକୁ ନିୟନ୍ତ୍ରଣ କରେ। ଏହାକୁ ଆହୁରି ଭଲ ଭାବେ ବୁଝିବା ପାଇଁ ଏହି ଉଦାହରଣ ଦେଖନ୍ତୁ। ଧରନ୍ତୁ, ଏକ ନୂଆ ନୀତି ଲାଗୁ ହେଲା। ଏହା ହେଲା ବାସ୍ତବିକତା। କିନ୍ତୁ ଏହାକୁ କେମିତି ଦେଖାଯାଉଛି? ଆମ ଜୀବନଶୈଳୀ ଉପରେ ଆକ୍ରମଣ ବୋଲି। ଦେଖିଲେ ତ,
ଏଇ ଯେଉଁ ଫାଙ୍କ ରହିଗଲା ବାସ୍ତବିକତା ଆଉ ଧାରଣା ଭିତରେ, ସେଇଠୁ ହିଁ ଉତ୍ତେଜନା ଆରମ୍ଭ ହୁଏ। ଆଉ ଯେତେବେଳେ ମନରେ ଏହି ବିପଦର ଧାରଣା ଆସିଯାଏ, ସେତେବେଳେ ଆମ ଭିତରର ସବୁଠୁ ଶକ୍ତିଶାଳୀ ଭାବନା ମାନେ ଭୟ ଜାଗିଉଠେ। ଆଉ ଥରେ ଭୟ ଆସିଗଲେ ବୁଝିଯାଆନ୍ତୁ, ବିଚାର ଶକ୍ତି ଧୀରେ ଧୀରେ କାମ କରିବା ବନ୍ଦ କରିଦିଏ। ଆମ ଶରୀରର ଏହା ଏକ ସ୍ୱାଭାବିକ ପ୍ରତିକ୍ରିୟା। ଆମେ ଯେତେବେଳେ ଡରିଯାଉ, ଆମ ଶରୀର ଦୁଇଟା କାମ ପାଇଁ ପ୍ରସ୍ତୁତ ହୁଏ, ଲଢ଼ ନହେଲେ ପଳେଇ ଯାଅ। କିନ୍ତୁ ଯେତେବେଳେ ଲାଗେ ଯେ ପୁରା ସମାଜ ବା ଗୋଷ୍ଠୀ ଉପରେ ବିପଦ, ସେତେବେଳେ ପଳେଇଯିବାର ରାସ୍ତା ନଥାଏ। ତେଣୁ ଲଢ଼ିବାର ବିକଳ୍ପ ହିଁ ବାଛି ନିଆଯାଏ। ଆଉ ଜାଣନ୍ତି, ଭୟ ଆମ ମସ୍ତିଷ୍କକୁ କେମିତି କାବୁ କରେ? ସିଧା କଥାରେ, ଆମ ବିଚାର କରିବାର ଶକ୍ତି କମିଯାଏ। ଆଗକୁ କ'ଣ ହେବ, ତାର ପରିଣାମ କ'ଣ ହେବ, ସେସବୁ ଆଉ ମୁଣ୍ଡକୁ ଆସେନି। ପୂରା ଧ୍ୟାନ କେବଳ ସେହି ମୁହୂର୍ତ୍ତରେ କେମିତି ବଞ୍ଚିବାକୁ ହେବ ତା ଉପରେ ହିଁ ଥାଏ। ଆଉ ସବୁଠୁ ବଡ଼ କଥା, ନିଜର ଚିନ୍ତା ବୋଲି କିଛି ରହେ ନାହିଁ। ସବୁ ଗୋଷ୍ଠୀର ଚିନ୍ତାରେ ମିଶିଯାଏ। ଏଇଥିପାଇଁ ତ ଲୋକେ ଯାହା ଶୁଣନ୍ତି ତାକୁ ବିନା ପ୍ରଶ୍ନରେ ମାନିନିଅନ୍ତି ଆଉ ବହୁତ ସହଜରେ ଅନ୍ୟର କଥାରେ ପଡ଼ିଯାଆନ୍ତି। ତେବେ ଆସନ୍ତୁ, ଏବେ ଦେଖିବା ଏହାର ଶେଷ ପର୍ଯ୍ୟାୟ। ଏହି ପର୍ଯ୍ୟାୟରେ ହିଁ ମନ ଭିତରର ଭୟ ବାହାରକୁ ଆସି କାମରେ ପରିଣତ ହୁଏ। ଆଉ ଏଇଠି ଏହି ପୂରା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୁଏ। ତେବେ ଚାଲନ୍ତୁ ପୂରା ପ୍ରକ୍ରିୟାକୁ ଆଉ ଥରେ ସରଳ ଭାବରେ ଦେଖିନେବା। ପ୍ରଥମେ ସମାଜରେ ଅସୁରକ୍ଷା ବଢ଼େ। ତାପରେ ସେହି ଅସୁରକ୍ଷିତ ମନ ଭିତରେ କୌଣସି ବି ବିପଦର ଧାରଣା ପଶିଯାଏ। ସେହି ଧାରଣାରୁ ଜନ୍ମ ନିଏ ଭୟ। ଆଉ ଏହି ଭୟ ଆମ ବିଚାର ଶକ୍ତିକୁ ପୂରାପୂରି ନିଜ କବ୍ଜାକୁ ନେଇଯାଏ। ଆଉ ଶେଷରେ ସେହି ଭୟ ହିଁ ପୂରା ଗୋଷ୍ଠୀକୁ ଏକାଠି କରି କିଛି ଗୋଟେ କରିବା ପାଇଁ ବାଧ୍ୟ କରିଦିଏ। ଆଉ ଦୁଃଖର କଥା ହେଲା, ଏହି ମାନସିକ ପ୍ରକ୍ରିୟାର ଫାଇଦା ମଧ୍ୟ ଉଠାଯାଏ। କିଛି ଲୋକ ଥାଆନ୍ତି ଯେଉଁମାନେ ଲୋକଙ୍କ ମନରେ ଥିବା ଏହି ଭୟକୁ ହିଁ ଅସ୍ତ୍ର କରି ବ୍ୟବହାର କରନ୍ତି। ସେମାନେ ଛୋଟ ବିପଦକୁ ଏମିତି ବଢ଼େଇ ଚଢ଼େଇ କହନ୍ତି ଯେ ଲୋକେ ଡରିଯାଆନ୍ତି ଆଉ ବହୁତ ଜଲ୍ଦି ଏକାଠି ହୋଇଯାଆନ୍ତି। ଆଉ ଆଜିକାଲିର ଏହି ସୋସିଆଲ ମିଡିଆ ଯୁଗରେ ତ ଏହା ଆହୁରି ସହଜ ହୋଇଯାଇଛି। ପୂରା ଆଲୋଚନାର ସାରାଂଶକୁ ଆମେ ଏହି ଗୋଟିଏ ବାକ୍ୟରେ କହିପାରିବା। ମନେ ରଖନ୍ତୁ, ଭୟ ହିଁ ସେହି ଶକ୍ତି ଯାହା ଗୋଟେ ଧାରଣାକୁ କାମରେ ବଦଳେଇ ଦିଏ। ଆଉ ସେ ଧାରଣା ସତ ହେଉ କି ମିଛ, ତାର କିଛି ଫରକ ପଡ଼େନା। କେବେ ଭାବିଛନ୍ତି କେମିତି ଗୋଟେ ସାଧାରଣ ଗୁଜବ, ହଁ ଗୋଟେ ଛୋଟିଆ କଥା, ଏତେ ଭୟଙ୍କର ରୂପ ନେଇଯାଏ ଯେ ତାହା ଗୋଟେ ବଡ଼ ଦଙ୍ଗାର କାରଣ ହୋଇଯାଏ? ଆସନ୍ତୁ ଏହାର ଗୋଟିଏ ଗୋଟି କରି ସବୁ ସ୍ତରକୁ ଭଲ ଭାବରେ ବୁଝିବା। ହଉ, ତେବେ ସବୁକିଛି ଆରମ୍ଭ ହୁଏ ଗୋଟିଏ ଛୋଟ ନିଆଁଝୁଲରୁ। ଆଉ ଏଠି ସେହି ନିଆଁଝୁଲଟା ହେଉଛି ଗୋଟିଏ ମିଛା ଗୁଜବ। ଜାଣନ୍ତି, ଅଧିକାଂଶ ସମୟରେ ଏମିତି ଦଙ୍ଗା ଭଳି ପରିସ୍ଥିତି ଗୋଟିଏ ମିଛ ଖବରରୁ ହିଁ ଆରମ୍ଭ ହୁଏ। ଆଉ ଏହି ଖବରଗୁଡ଼ିକୁ ଏମିତି ତିଆରି କରାଯାଇଥାଏ ଯେମିତି ଲୋକଙ୍କ ମନରେ ସିଧା କ୍ରୋଧ କିମ୍ବା ଡରର ଭାବନା ଆସିବ। ଆଉ ତାପରେ ଏହା ଏତେ ଶୀଘ୍ର ବ୍ୟାପିଯାଏ ଯେ ଲୋକଙ୍କ ଭିତରେ ଆତଙ୍କ, ରାଗ ଆଉ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଯାଏ। ହେଲେ ପ୍ରଶ୍ନ ଉଠୁଛି, ଏ ଗୁଜବଗୁଡ଼ିକ ଏତେ ଶକ୍ତିଶାଳୀ କେମିତି ହୁଏ? ଦେଖନ୍ତୁ, ଏଗୁଡ଼ିକ ଜାଣିଶୁଣି ଏମିତି ତିଆରି ହୁଏ ଯେମିତି ସେଗୁଡ଼ିକ ଆମ ବିଚାର ବୁଦ୍ଧିକୁ ବାଇପାସ୍ କରି ସିଧା ଆମ ଭାବନାକୁ ଛୁଇଁବ। କୌଣସି ସମ୍ବେଦନଶୀଳ ବିଷୟ ହେଉ, କୌଣସି ସମ୍ପ୍ରଦାୟ ଉପରେ ଆକ୍ରମଣ ହେଉ କିମ୍ବା ଧାର୍ମିକ ଭାବନାକୁ ଆଘାତ ଦେବା ଭଳି କଥା ହେଉ, ଏସବୁ ଲୋକଙ୍କୁ ଏତେ ଭାବୁକ କରିଦିଏ ଯେ ସେମାନେ କିଛି ଭାବିବା ଆଗରୁ ହିଁ ପ୍ରତିକ୍ରିୟା ଦେଇଦିଅନ୍ତି। ଆଚ୍ଛା, ତେବେ ଗୁଜବ ତ ତିଆରି ହେଲା, କିନ୍ତୁ ଏହା ବ୍ୟାପିବା ପାଇଁ ଗୋଟେ ଭଲ ଜାଗା ଦରକାର, ନୁହେଁ କି? ଆଉ ସେହି ଜାଗା ହେଉଛି ଆମ ନିଜ ମନ। ଏଠି ମନୋବିଜ୍ଞାନର ଗୋଟେ ବହୁତ ମଜାଦାର କିନ୍ତୁ ବିପଦଜନକ ଜିନିଷ କାମ କରେ। ତାକୁ କୁହାଯାଏ କନଫର୍ମେସନ ବାୟାସ୍ ବା ସମର୍ଥନ ପକ୍ଷପାତ। ଏଇଟା ଏମିତି ଏକ ମାନସିକ ପ୍ରବୃତ୍ତି ଯାହା ଆମ ସମସ୍ତଙ୍କ ଭିତରେ କମ୍ ବେଶୀ ଥାଏ। ଆଉ ଏହାର ଅର୍ଥ କ'ଣ? ସରଳ ଭାଷାରେ କହିଲେ, ଆମେ ଯାହାକୁ ଆଗରୁ ଠିକ୍ ବୋଲି ଭାବୁ, ସେହି କଥାକୁ ସମର୍ଥନ କରୁଥିବା କୌଣସି ବି ଖବରକୁ ଆମେ ଆଖି ବୁଜି ବିଶ୍ୱାସ କରିନେଉ, କୌଣସି ଯାଞ୍ଚ ବି କରୁନ। ଆଉ ଏଇଟା ଆମ ବିଚାର କରିବାର ଶକ୍ତିକୁ ପୂରାପୂରି ଦୁର୍ବଳ କରିଦିଏ। ଏଇଟାକୁ ଆଉ ଟିକେ ସହଜରେ ବୁଝିବା। ଧରନ୍ତୁ, ଯଦି କାହା ମନରେ ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପାଇଁ ଆଗରୁ ରାଗ କିମ୍ବା ଅବିଶ୍ୱାସ ଅଛି, ତାହେଲେ ସେହି ଗୋଷ୍ଠୀ ବିରୁଦ୍ଧରେ ଯେକୌଣସି ଖରାପ ଖବର ଆସିଲେ ସେ ତାକୁ ବିନା ପ୍ରଶ୍ନରେ ସତ ବୋଲି ମାନିନେବ। କାରଣ ତାର ମନ ଆଗରୁ ହିଁ ସେଇଟା ବିଶ୍ୱାସ କରିବାକୁ ପ୍ରସ୍ତୁତ ହୋଇ ରହିଛି। ତେବେ ନିଆଁ ଲାଗିଲା, ମନ ବି ପ୍ରସ୍ତୁତ। ଏବେ ଏହି ନିଆଁରେ ଘିଅ ଢାଳିବା କାମ କିଏ କରେ? ଆଉ କିଏ? ଆମ ସୋସିଆଲ ମିଡିଆ। ଏଇ ହିଁ ସେଇ ଛୋଟ ନିଆଁକୁ ଗୋଟେ ବଡ଼ ଅଗ୍ନିକାଣ୍ଡରେ ବଦଳେଇ ଦିଏ। ଟିକେ ଭାବନ୍ତୁ ତା, ଆଗକାଳରେ କ'ଣ ହେଉଥିଲା? ଗୋଟେ ଖବର ଧୀରେ ଧୀରେ ବ୍ୟାପୁଥିଲା, ଗୋଟେ ଅଞ୍ଚଳରେ ସୀମିତ ରହୁଥିଲା। କିନ୍ତୁ ଆଜି
सोशल मीडिया जोगुं गोटे खबर मिनिटकरे सारा दुनियारे पहुंची जाउछि ताकू अटकेइबा एक प्रकार असंभव। आउ सबुठु बड़ समस्या कौन जानती, थरे जदि गोटे मिछ खबर वायरल होईगला तापरे जेते भी चेष्टा करा जाओ ताकू सुधारिबा प्राय नामुमकिन होई जाए। लक्ष लक्ष लोकों पाखकू सत पहुंचाइबा बहुत कष्ट। हौ ताहले आम पाखरे गोटे शक्तिशाली गुजब अछि, आम मन भी ताकू विश्वास करिबाकू प्रस्तुत, आउ टेक्नोलोजी भी ताकू व्यापीबारे साहाय्य करुछि। एही तीनोटीर मिश्रण केमिति लोकंकू रास्ता उपरकू ओल्हाई आणे, आसंतु सेइटा देखिबा। देखंतु एही प्रक्रिया केमिति काम करे। प्रथमे सेही गुजबटी मनरे एक भावना सृष्टि करे जे किछि गोटे एबे ही करिबाकू पड़िबो। एही जरूरी भावना तुरंत प्रतिक्रिया मांगे। सेतेबेले आम भावना आम विचार शक्ति उपरे पूरा हावी होई जाए। तथ्य जांच करिबा कथा केही भाबंतिनी, आउ शेषरे से भावनार बशवर्ती होई लोके काम करिबा आरंभ करि दियन्ते। किंतु जेतेबेले एई झड़ थमी जाए, धूली बसी जाए, सेतेबेले कोन हुए? सेतेबेले सामनाकू आसे गोटे बहुत दुःखद सत। दुःखर कथा हेउछि अधिकांश मामलारे देखा जाए जेउ खबरकू नेई एत्ते बड़ कांड घटिगला सेटा पछरे पूरा पूरी मिछ बोली प्रमाणित हुए। किंतु सेतेबेलकू कोण लाभ? कारण सत सामनाकू आसिबा बेलकू जहा क्षति हेबार थिला ताहा होई सरिथाए, आउ सेही क्षतिर भरणा आउ केबे भी होई पारेना। जेतेबेले टीवीरे कोनोसी आंदोलनर दृश्य देखा जाए, साधारणतः लागे सते जेमिति हठात लोकंकर राग फाटी पड़िछि। हेले प्रश्न हेउछि, एहा कोन सबुबेले सत? एहा कोन सत्तरे स्वतः प्रभृत, ना एहा पछरे किछि सुचिंतित योजना भी थाइपारे? तेबे आसंतु ई भिड़ पछर सतकू टिके खोजिबा, कारण जहा आम आखिकू देखा जाए माने गोटे अनियंत्रित भिड़, ताहा बेळेबेळे संपूर्ण कहानी नहे। देखंतु अनेक समयरे एही नागरिक अशांति पछरे किछि नेता किंबा बाहारर शक्तिंकर हात थाए। माने सीधा कहिबाकू गले पर्दा पछरे एमिति किछि लोक थाई पारंती जो माने एही भिड़र आचरणकू निज हिसाबरे चलेबाकू चाहुथिबे। अच्छा, तेमे प्रश्न उठुछे, एही जो निर्मातांक कथा में कहुछे सेमाने केमिति काम करंती? सेमानंकर प्लेबुक कौन? चालंतु सेमानंकर कौशल गुड़िकू गोटी गोटी करी बुझिबा। मोटामोटी भावे देखिले एमानंकर गोटे 3 पर्यायर खेल थाए। प्रथमे सेमाने उत्तेजक कथा सबू प्रचार करंती। द्वितीयरे धर्मर ना नहीं लोकंकू एकाठी करंती। आउ तृतीयरे समाजरे आगुरुथिबा मनमालिन्यर फायदा उठांती। तेबे आसंतु प्रथम कौशल विषय देखिबा। एइटा हेउछि उत्तेजक वार्ता। माने एमिति किछि कथा बा मेसेज जानी सुनी प्रचार करा जाए जहा लोकंक मनरे राग, डर किंबा घृणा भरी दे। एहा ठीक सेही दियासेली काठी भଳି जहा गोटे बड़ निया लगे देई पारे। आउ द्वितीय कौशल हेउछि धर्म। धर्म एक एमिति शक्तिशाली जिनिस जहा लोकंकू बहुत सहजरे जोड़ी पारे। तेणु एही धार्मिक परिचय को व्यवहार करी गोटिए गोष्ठी को एकजुट करा जाए। आउ थरे एकजुट होई गले एमाने एक शक्तिशाली सामूहिक शक्ति, एपरिकी वोट बैंक रे भी परिणत होई पारंती। आउ शेषरे आसुछि तृतीय कौशल, जहा बोध हुए सबुठु चतुर। एथिरे कौन करा जाए ना, समाज रे आगरु थिबा झगड़ा माने सामाजिक हेउ कि आर्थिक मतभेद सेई नियारे टिके घियो ढला जाए। एही पुरुणा तिक्तता को उखारी सेमाने निजर राजनीतिक फायदा हासिल करंती। किंतु गोटे मिनिट, एठी गोटे बड़ प्रश्न उठुछि, एही कौशल गुड़िक एते भल केमिति काम करे? लोकमाने एते सहजरे काहींकि एहार शिकार होई जांती? एहार कारण हेउछि एही कौशल गुड़िकर सीधासळख प्रभाव लोकंक भावना उपरे पड़े। आउ थरे भावना नियंत्रण को आसीगला तापरे भिड़ कौन करिबो, कुआड़ी जिबो, ए सबुको निर्देश देबा बहुत सहज होई जाए। तेबे एहार मूलदुआ कौन? काहींकि एमानंकर एते प्रभाव? देखंतु, प्रथम कथा हैला लोकमाने एही नेतामानंकू क्षमताशाली बा अधिकारी बोली भाबंती। द्वितीयरे सेमाने धर्म भली साधारण परिचयर व्यवहार करी लोकंकू जोड़ंती। एहा द्वारा गोष्ठीगत एकता आहुरी मजबूत हुए। आउ शेषरे सेमाने निजर राजनैतिक उद्देश्य पूरण करिबा पई एही एकजुट लोकंकू व्यवहार करंती। आउ एई गोटे वाक्य बोधे सबु किछि कहि देउछि, सेमानंकर प्रभाव शक्तिशाली कारण सेमानंकू क्षमताशाली व्यक्ति भाबरे देखा जाए। एइठी ही अछि पूरा खेल। जेतेबेले लोक काहाकू निजर अधिकारी बोली मानि नियंती, तापरे तांको कथार ओजन बहुत बढ़ी जाए। तेबे एते सबो आलोचना परे आमे क्योंठी पहुंचिले? एहा आमको जेकोनसी अशांति को देखिबा पई गोटे पूरा नुआ चश्मा दउछि नोहे कि? हाँ, तेबे दुईटी दृष्टिकोण भितरे फरकटा कौन? देखंतु, गोटे हैला साधारण दृष्टिकोण
ଯେଉଁଥିରେ ଆମେ ଭାବୁ ଯେ ଏହା ଲୋକଙ୍କର ହଠାତ୍ ରାଗର ବିସ୍ଫୋରଣ। କିନ୍ତୁ ଆଉ ଗୋଟେ ଗଭୀର ଦୃଷ୍ଟିକୋଣ କହୁଛି ଯେ ନା, ଏହା ଏମିତି ଏକ ଘଟଣା ହୋଇପାରେ ଯାହାକୁ ବାହାରୁ କେହି ସଂଗଠିତ କରିଥାଇପାରେ ବା ଉସ୍କାଇ ଥାଇପାରେ। ଏହା ହିଁ ହେଉଛି ପ୍ରକୃତ ପାର୍ଥକ୍ୟ। ତେଣୁ ଏଥରକର ଯେତେବେଳେ କୌଣସି ଅଶାନ୍ତି ବା ବିକ୍ଷୋଭର ଖବର ସାମ୍ନାକୁ ଆସିବ, କେବଳ ଭିଡ଼କୁ ନ ଦେଖି ଗୋଟିଏ ମୁହୂର୍ତ୍ତ ଅଟକି ଏହି ପ୍ରଶ୍ନଟି ନିଜକୁ ପଚାରିବା ଦରକାର, ଏହି ସବୁ ଘଟଣା ପଛରେ ପ୍ରକୃତରେ ଲାଭ କାହାର ହେଉଛି? ତେବେ ମୂଳ ପ୍ରଶ୍ନଟା ହେଲା, ଗୋଟେ ପଟେ ଅର୍ଥନୀତିର ବଡ଼ ବଡ଼ ସଂଖ୍ୟା ଆଉ ଗ୍ରାଫ୍, ଆଉ ଅନ୍ୟପଟେ ସାଧାରଣ ଲୋକଙ୍କ ମନର କଥା, ତାଙ୍କର ରାଗ, ଏ ଦୁଇଟା ଯୋଡ଼ି ହୁଏ କେମିତି? ଏଇଟା କ'ଣ ଖାଲି ଏକ ସଂଯୋଗ, ନା ଏହା ପଛରେ କିଛି ଗଭୀର ମନୋବିଜ୍ଞାନ ଲୁଚି ରହିଛି? ଆଉ ଏହି ପୂରା କାହାଣୀର ଆରମ୍ଭ ହୁଏ ଆର୍ଥିକ ଚାପରୁ। ତେବେ ଆସନ୍ତୁ ଦେଖିବା ଏଇ ଜିନିଷଟା ପ୍ରକୃତରେ କେମିତି କାମ କରେ। ଦେଖନ୍ତୁ, ଯେତେବେଳେ କୌଣସି ସମାଜରେ ଗରିବୀ ବଢ଼େ, ଲୋକେ ଚାକିରି ହରାନ୍ତି କିମ୍ବା ଅମୀର ଗରିବୀ ଭିତରେ ଫରକ ବହୁତ ବଢ଼ିଯାଏ, ସେତେବେଳେ ଏହା କେବଳ ଖବରକାଗଜର ହେଡ୍ଲାଇନ୍ ହୋଇ ରହିଯାଏନି। ଏହାର ସିଧା ପ୍ରଭାବ ପଡ଼େ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ, ତାଙ୍କ ଆଶା ଉପରେ ଆଉ ତାଙ୍କ ବ୍ୟବହାର ଉପରେ। କହିବାକୁ ଗଲେ ଏଇଠୁ ହିଁ ସେ ନିଆଁର ଚିଙ୍ଗାରିଟା ଲାଗେ। ଆଚ୍ଛା, ତ ଏହି ଯେଉଁ ଆର୍ଥିକ ଚାପ, ଏଇଟା ଲୋକଙ୍କ ମନ ଭିତରେ କ'ଣ କରେ? ଆସନ୍ତୁ ଟିକେ ଏହାର ମନସ୍ତାତ୍ତ୍ୱିକ ଦିଗକୁ ବୁଝିବା। ଏଠି ଗୋଟେ ବହୁତ ମଜାଦାର ଥିଓରି ଅଛି ଯାହାକୁ କୁହାଯାଏ ହତାଶା, ଆକ୍ରମଣାତ୍ମକତା, ପରିକଳ୍ପନା। ଏହାର ମାନେ ବହୁତ ସରଳ। ଯେତେବେଳେ ଜଣେ ନିଜର ମୌଳିକ ଲକ୍ଷ୍ୟ, ମାନେ ଭାବନ୍ତୁ ଗୋଟେ ଭଲ ଚାକିରି, ଟିକେ ସୁରକ୍ଷା ବା ସମ୍ମାନ, ଏସବୁ ପାଇବାରେ ବାରମ୍ବାର ହାରିଯାଏ, ସେତେବେଳେ ତା ମନ ଭିତରେ ଧୀରେ ଧୀରେ ହତାଶା ଜମାଟ ବାନ୍ଧେ, ଆଉ ଶେଷରେ ସେହି ହତାଶା ହିଁ ରାଗର ରୂପ ନେଇ ବାହାରକୁ ଆସେ। ଏହି ପୂରା ପ୍ରକ୍ରିୟାକୁ ଆମେ ତିନିଟା ସହଜ ପାହାଚରେ ବୁଝିପାରିବା। ଦେଖନ୍ତୁ, ପଦକ୍ଷେପ 1, ଲକ୍ଷ୍ୟ ପୂରା କରିବାରେ ବାଧା ଆସିଲା। ପଦକ୍ଷେପ 2, ସେହି ବାଧା ଯୋଗୁଁ ମନ ଭିତରେ ହତାଶା ବଢ଼ିଲା। ଆଉ ଶେଷରେ ପଦକ୍ଷେପ 3, ଯେତେବେଳେ ଏ ଚାପ ଆଉ ସହି ହେଲାନି, ସେତେବେଳେ ତାହା ରାଗ କିମ୍ବା ଆକ୍ରମଣ ରୂପରେ ବାହାରିଲା। ଦେଖିଲେ କେତେ ସରଳ, କିନ୍ତୁ କେତେ ଶକ୍ତିଶାଳୀ ଏହି ମନସ୍ତାତ୍ତ୍ୱିକ ଶୃଙ୍ଖଳା। ତ ଏବେ ପ୍ରଶ୍ନ ଆସୁଛି, ମନ ଭିତରେ ଜମିଥିବା ଏଇ ହତାଶା ସମାଜରେ କେମିତି ଦେଖାଯାଏ? ଏହା ବାହାରକୁ ଆସେ କେଉଁ ରୂପରେ? ଆସନ୍ତୁ ଦେଖିବା। ଏଠି ଗୋଟିଏ ହତାଶାର ଦୁଇଟି ଅଲଗା ଅଲଗା ରାସ୍ତା ଦେଖିବାକୁ ମିଳେ। ଗୋଟେ ପଟେ କିଛି ଲୋକ ଧର୍ମ ଭିତରକୁ ଚାଲିଯାନ୍ତି, ସେଠି ଶାନ୍ତି ଖୋଜନ୍ତି, ଆଶ୍ୱାସନା ଖୋଜନ୍ତି। ଅନ୍ୟପଟେ ଆଉ କିଛି ଲୋକ ସେହି ହତାଶାକୁ ହିଂସା ବା ଦଙ୍ଗା ମାଧ୍ୟମରେ ବାହାର କରନ୍ତି। ଦେଖନ୍ତୁ, ଦୁଇଟା ପୂରାପୂରି ଅଲଗା ରାସ୍ତା, କିନ୍ତୁ ଦୁଇଟାର ଆରମ୍ଭ ଗୋଟିଏ ଜାଗାରୁ, ସେଇ ହତାଶାରୁ। ଚାଲନ୍ତୁ ଏବେ ଦଙ୍ଗା ବା ରାଇଟ୍ସ ଉପରେ ଟିକେ ଅଧିକ ଧ୍ୟାନ ଦେବା। ଏହା ପଛରେ ଲୁଚିଥିବା ମନୋବିଜ୍ଞାନକୁ ଟିକେ ପାଖରୁ ଦେଖିବା। ଗୋଟେ କଥା ଅଛି, ଯେଉଁମାନେ ନିଜ ଜୀବନରେ ନିଜକୁ ବହୁତ ଅସହାୟ ଆଉ ଶକ୍ତିହୀନ ଭାବନ୍ତି, ସେମାନଙ୍କ ପାଇଁ ଦଙ୍ଗାର ସେହି ବିଶୃଙ୍ଖଳା ଭିତରେ ନିଜ ରାଗକୁ ବାହାର କରିବା ଗୋଟେ ପ୍ରକାରର ସଶକ୍ତିକରଣ ଭଳି ଲାଗେ। ମାନେ ସେଇ କିଛି ମୁହୂର୍ତ୍ତ ପାଇଁ ସେମାନଙ୍କୁ ଲାଗେ ଯେ ସେମାନେ ଶକ୍ତିଶାଳୀ। ଏଇଟା ଖାଲି ଭଙ୍ଗାରୁଜା ନୁହେଁ, ବରଂ ନିଜର ଅସ୍ତିତ୍ୱକୁ ଜାହିର କରିବାର ଗୋଟେ ଚେଷ୍ଟା ବି ହୋଇପାରେ। ତେବେ ଏତେ ସବୁ ଆଲୋଚନା ପରେ ଏହାର ସାରାଂଶ କ'ଣ ବାହାରିଲା? ଆସନ୍ତୁ ଏ ପୂରା ଘଟଣାକ୍ରମକୁ ଏକାଠି ଦେଖିବା। ପୂରା ପ୍ରକ୍ରିୟାଟା ହେଲା ଏମିତି। ପ୍ରଥମେ ଆସେ ଆର୍ଥିକ ଦୁର୍ଦ୍ଦଶା, ଯାହା ଲୋକଙ୍କ ଭିତରେ ସୃଷ୍ଟି କରେ ମାନସିକ ହତାଶା, ଆଉ ସେହି ହତାଶା ହିଁ ଶେଷରେ ଧର୍ମ କିମ୍ବା ଦଙ୍ଗା ଭଳି ସାମାଜିକ ଅଭିବ୍ୟକ୍ତିର ରୂପ ନିଏ। ଏହା ଗୋଟେ ସିଧାସଳଖ କାରଣ ପ୍ରଭାବ ଶୃଙ୍ଖଳା ଭଳି କାମ କରେ। ଆଉ ଶେଷରେ ଗୋଟେ ବହୁତ ବଡ଼ ପ୍ରଶ୍ନ ରହିଯାଉଛି, ଯଦି ଦଙ୍ଗା ଆଉ ସାମାଜିକ ଅଶାନ୍ତି ଏସବୁ କେବଳ ଗୋଟେ ରୋଗର ଲକ୍ଷଣ, ତେବେ ତାର ପ୍ରକୃତ ଔଷଧ କେଉଁଠି ମିଳିବ? କ'ଣ ଏହାର ମୂଳ କାରଣକୁ, ମାନେ ସେଇ ଆର୍ଥିକ ସମସ୍ୟାଗୁଡ଼ିକୁ ଠିକ୍ କରିବା ବେଶୀ ଜରୁରୀ ନୁହେଁ କି? ଏ ପ୍ରଶ୍ନର ଉତ୍ତର ଆମ ସମସ୍ତଙ୍କୁ ମିଶି ଖୋଜିବାକୁ ପଡ଼ିବ।